ସମ୍ବଲପୁରୀ ରିଲ୍ସ କ୍ୱିନ୍ ରୁକ୍ସାନା ବାନଙ୍କର ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର? ରୁକ୍ସାନାଙ୍କ ମା ଆଣୁଥିବା ସଙ୍ଗୀନ ଅଭିଯୋଗ ପଛରେ ରହିଛି କି ସତ୍ୟତା? ଗତକାଲି ସମ୍ବଲପୁରୀ ଗାୟିକା ରିଲ୍ସ ରାଣୀ ଅଭିନେତ୍ରୀ ଓ ୟୁଟ୍ୟୁବର ରୁକ୍ସାନା ବାନଙ୍କର ମୃତ୍ୟୁ ପରେ ସମଗ୍ର ପଶ୍ଚିମ ଓଡ଼ିଶା କଳା ଜଗତରେ ହଇଚଇ। ଆଜିକୁ ଦୀର୍ଘ 15 ଦିନ ଧରି ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକ୍ସାନା। ତେବେ ତାଙ୍କ ମୃତ୍ୟୁ ପରେ ଆଜି ବରଗଡ଼ ଘରୋଇ ହସ୍ପିଟାଲର ଡାକ୍ତର କହିଛନ୍ତି ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ଥିଲେ ରୁକ୍ସାନା, ଯାହା ତାଙ୍କ ଏଲିସା ଟେଷ୍ଟ ରିପୋର୍ଟର ସ୍ପଷ୍ଟ ହୋଇଛି। ଏପଟେ ରୁକ୍ସାନା ମାଙ୍କର ଅଭିଯୋଗ ତାଙ୍କ ଝିଅକୁ ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଛି। ଭବାନୀପାଟଣା ଟିଭି ସେଣ୍ଟର ପଡ଼ାରେ ରହୁଥିବା ଗରିବ ପରିବାର ଝିଅ ରୁକ୍ସାନା ଯୁକ୍ତ 2 ପରେ ପ୍ରଥମେ ସମ୍ବଲପୁରୀ ସଙ୍ଗୀତରେ କଣ୍ଠଦାନ ଆଉ ପରେ ୟୁଟ୍ୟୁବରେ ବିଭିନ୍ନ ସମ୍ବଲପୁରୀ ଗୀତରେ ରିଲ୍ସ କରୁଥିଲେ। ନିଜ ନିଚ୍ଛକ ଅଭିନୟ ଚାତୁରୀ ପାଇଁ ଖୁବ୍ କମ୍